मूकं करोति वाचालं पङ्गुलङ्घयते गिरिं ଯତ୍କୃପାତମହଂ ବନ୍ଦେ ପରମାନନ୍ଦମାଧବମ୍। ଯାହାଙ୍କର କୃପା ମୁକକୁ ବାଚାଳ କରି ପଙ୍ଗୁକୁ ପର୍ବତ ଲଙ୍ଘନ କରାଏ, ମୁଁ ସେହି ପରମାନନ୍ଦ ମାଧବକୁ ବନ୍ଦନା କରୁଅଛି। ଶ୍ରୀକୃଷ୍ଣ କହିଛନ୍ତି, ଯଦି ଆଜି ପରିସ୍ଥିତି ଖରାପ ହେଉଛି ତେବେ ମନେ ରଖ ସମୟ କେବେ ବନ୍ଦ ହୁଏ ନାହିଁ। ତେଣୁ କାଲି ନିଶ୍ଚିତ ଭାବରେ ଭଲ ହେବ। ତୁମେ କେବଳ ନିସ୍ୱାର୍ଥପର ଭାବରେ କାମ କର। ଏହା ହେଉଛି ନିଜ ହାତର କଥା। ଏମିତି ଅନେକ ତଥ୍ୟ ଆସିବ। ଭିଡ଼ିଓକୁ ଲାଇକ୍ ସବସ୍କ୍ରାଇବ୍ କରନ୍ତୁ। ସର୍ବପ୍ରଥମେ ଆପଣଙ୍କ ପାଖକୁ ପହଞ୍ଚିବ। ବେଲ୍ ଆଇକନ୍କୁ ଦବାଇ ଦେଇ ସେୟାର କରନ୍ତୁ, ଯେପରି ଧର୍ମ ସଂସ୍କୃତି ବିଷୟରେ ସମସ୍ତେ ଜାଣିପାରିବେ। ଚାଲନ୍ତୁ ଜାଣିବା ଶ୍ରୀମଦ୍ ଭଗବଦ ଗୀତା ସାର ଶ୍ଲୋକ 4th ଅଧ୍ୟାୟ ଭାଗ 2 ଜ୍ଞାନ ଯୋଗ। ଯେ ଯଥା ମାବସଦ୍ୟନ୍ତେ ତ୍ୱାଂସ୍ତଥୈବ ଭୟାମ୍ୟହଂ ମମ ବର୍ଷାନୁବର୍ତ୍ତନ୍ତେ ମନୁଷ୍ୟାଃ ପାର୍ଥ ସର୍ବଶଃ। ଅର୍ଥାତ୍ ଶ୍ରୀକୃଷ୍ଣ କହିଲେ, ହେ ପାର୍ଥ, ଯେଉଁମାନେ ମୋତେ ଯେଉଁ ଭାବରେ ଅର୍ଥାତ୍ ସକାମ ବା ନିଷ୍କାମ, ସଗୁଣ ବା ନିର୍ଗୁଣ, ସ୍ୱରୂପ ବା ଅରୂପ ଭାବରେ ଭଜନା କରନ୍ତି, ମୁଁ ସେହି ଭାବରେ ସେମାନଙ୍କୁ ପ୍ରାର୍ଥିତ ଫଳ ପ୍ରଦାନ କରେ। ବିଭିନ୍ନ ଦେବାଦେବୀମାନଙ୍କର ଉପାସକ ଗଣଙ୍କୁ ମଧ୍ୟ ମୁଁ ଫଳ ପ୍ରାପ୍ତିରୁ ବଞ୍ଚିତ କରିପାରେ ନାହିଁ, କାରଣ ମାନବଗଣ ସବୁ ଭାବରେ ମୋର ମାର୍ଗକୁ ହିଁ ଅନୁସରଣ କରିଥାନ୍ତି। ଅର୍ଥାତ୍ ଦେବାଦେବୀଙ୍କର ମଧ୍ୟ ବିଭିନ୍ନ ରୂପରେ ମୋ ଠାରୁ ହିଁ ପ୍ରକାଶ ପାଇଛନ୍ତି। ମୁଁ ସର୍ବଭାବମୟ। ଇନ୍ଦ୍ରାଦି ଦେବଗଣ ମଧ୍ୟ ମୋର ଅଂଶ। ମୋ ବ୍ୟତୀତ ଦ୍ୱିତୀୟ ଆଉ କିଛି ନାହିଁ। ମୁଁ ହିଁ ଅଦ୍ୱିତୀୟ ପୁରାଣର ପୁରୁଷ। ଅତଏବ ଯେକୌଣସି ଧର୍ମ ମାର୍ଗ ଅନୁସରଣ କରନ୍ତୁ ନା କାହିଁକି, ସାଧକ ମୋତେ ସମସ୍ତ ପଥରେ ହିଁ ପାଇପାରିବେ। କାଉଖ୍ୟନ୍ତ କର୍ମଣା ସିଦ୍ଧଂ ଜୟନ୍ତ ୟଃ ଦେବତଃ କ୍ଷିପ୍ରଂ ହି ମାନୁଷେ ଲୋକେ ସିଦ୍ଧି ଭବତି କର୍ମଜା ଗୁରୁବର୍ତ୍तं ମୟା ସୃଷ୍ଟଂ ଗୁଣକର୍ମ ବିଭାଗଶଃ ତସ୍ୟ କର୍ତ୍ତାରମପି ମାଂ ବିଦ୍ୟକର୍ତ୍ତାରମବ୍ୟୟମ୍। ଅର୍ଥାତ୍ ଏହି ମନୁଷ୍ୟ ଲୋକରେ ଯେଉଁମାନେ କର୍ମର ଫଳ ଶୀଘ୍ର କାମନା କରନ୍ତି, ସେମାନେ ଦେବତାଙ୍କୁ ପୂଜା କରନ୍ତି, କାରଣ ତାହାଦ୍ୱାରା ଶୀଘ୍ର କର୍ମଫଳ ଲାଭ ହୁଏ। ଗୁଣ ଓ କର୍ମର ବିଭାଗ ଅନୁସାରେ ମୁଁ ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ ଓ ଶୂଦ୍ର ଏହି 4 ବର୍ଣ୍ଣର ସୃଷ୍ଟି କରିଛି। ଏତାଦୃଶ ବର୍ଣ୍ଣ ବିଭାଗର କର୍ତ୍ତା ହେଲେ ହେଁ ମୋତେ ଅବିକାର ଓ ଅକର୍ତ୍ତା ବୋଲି ଜାଣିବ। ବ୍ରାହ୍ମଣମାନେ ସତ୍ୱ ପ୍ରଧାନ ଓ ସମଦମାର୍ଜି ସମ୍ପନ୍ନ ଅଟନ୍ତି। କ୍ଷତ୍ରିୟଗଣ ସପ୍ତରଜଃ ପ୍ରଧାନ। ସୂର୍ଯ୍ୟବୀର୍ଯ୍ୟ ପ୍ରକାଶ କରିବା, ଯୁଦ୍ଧାଦି କରିବା ଓ ପ୍ରଜାପାଳନ କରିବା ସେମାନଙ୍କର ଧର୍ମ। ରଜ ଓ ତମଃ ପ୍ରଧାନର ହେଉଛନ୍ତି ବୈଶ୍ୟଗଣ। କୃଷି ବାଣିଜ୍ୟାଦି ହେଉଛି ସେମାନଙ୍କର କର୍ମ। ଶୂଦ୍ରଗଣ ହେଉଛନ୍ତି ମତଃ ପ୍ରଧାନ। ସେମାନଙ୍କର ପ୍ରଧାନ କାର୍ଯ୍ୟ ହେଉଛି ଅନ୍ୟ 3 ବର୍ଣ୍ଣର ସେବା କରିବା। ଏହିପରି ପ୍ରତ୍ୟେକ ବ୍ୟକ୍ତିର ଗୁଣକର୍ମ ଅନୁସାରେ ଖୁବ୍ ସମ୍ଭବ ତ୍ରେତା ଯୁଗରେ ବର୍ଣ୍ଣ ବିଭାଗ ପରିବର୍ତ୍ତିତ ହେଲା ଏବଂ ସମାଜବଦ୍ଧ ମାନବକୁ 4ଟି ବର୍ଣ୍ଣରେ ବିଭକ୍ତ କରାଗଲା। ନ ବିଶେଷୋସ୍ତି ବର୍ଣ୍ଣାନାଂ ସର୍ବବ୍ରହ୍ମମିଦଂ ଜଗତ୍ ବ୍ରହ୍ମଣା ପୂର୍ବ ସୃଷ୍ଟଂ ହି କର୍ମଭିବର୍ଣ୍ଣତାଗତମ୍। ଅର୍ଥାତ୍ ବାସ୍ତବିକ ଜାତିଭେଦ ନାହିଁ, କାରଣ ଏହି ସମଗ୍ର ପୃଥିବୀ ହିଁ ବ୍ରାହ୍ମଣଙ୍କ ଦ୍ୱାରା ପ୍ରଥମେ ସୃଷ୍ଟି ହୋଇଥିଲା ଓ ବ୍ରାହ୍ମଣମୟ ଅର୍ଥାତ୍ ଏକ ବର୍ଣ୍ଣ ଥିଲା। ପରେ କର୍ମାନୁସାରେ ବିଭିନ୍ନ ବର୍ଣ୍ଣରେ ପରିଣତ ହୋଇଛି। ବ୍ରାହ୍ମଣମାନେ ହିଁ କ୍ଷତ୍ରିୟ ଭାବ ପ୍ରାପ୍ତ ହୋଇଛନ୍ତି। ବ୍ରାହ୍ମଣମାନଙ୍କର ଏକାଂଶ ବୈଶ୍ୟ ଭାବ ବା ବୈଶ୍ୟ ଭାବର ପ୍ରାପ୍ତ ହୋଇଛନ୍ତି, ଅର୍ଥାତ୍ ବୈଶ୍ୟ ହୋଇଛନ୍ତି। ପୁଣି ବ୍ରାହ୍ମଣମାନଙ୍କର ଏକାଂଶ ଶୂଦ୍ର ଭାବ ପ୍ରାପ୍ତ ହୋଇଛନ୍ତି, ଅର୍ଥାତ୍ ଶୂଦ୍ର ହୋଇଛନ୍ତି। ଦ୍ୱିଜଗଣ ହିଁ ବର୍ଣ୍ଣାନ୍ତର ପ୍ରାପ୍ତ ହୋଇଛନ୍ତି, ଅର୍ଥାତ୍
कर्म द्वारा पृथक होई ब्राह्मण माने ही ବର୍ଣ୍ଣାନ୍ତର ପାଇଛନ୍ତି। ଏଥିରୁ ପ୍ରମାଣିତ ହୁଏ ଯେ ଅନ୍ୟ ବର୍ଣ୍ଣ ମନୁଷ୍ୟ କୃତ୍ୟ। ଆହୁରି ମହାଭାରତର ଶାନ୍ତି ପର୍ବସ୍ଥ ଭୀଷ୍ମ ଯୁଧିଷ୍ଠିର ସମ୍ବାଦରେ ଯୁଧିଷ୍ଠିରଙ୍କ ପ୍ରଶ୍ନର ଉତ୍ତରରେ ପିତାମହ ଭୀଷ୍ମଦେବ କହିଛନ୍ତି, ଅଜଜନ୍ମିହ ଶସ୍ତ୍ରେସ୍ତେ ତେସ୍ତେ କାମଃ ସବାହିତଃ ସଂସୃଷ୍ଟା ବ୍ରହ୍ମଣେରେବ त्रिषु वर्णेषु सृष्टयः तस्मा वर्णारुजवो ज्ञातिवर्णः संसृज्यन्ते तस्य विकार एव एकं मासं जजुरेका विप्रश्चेको निश्चये ते सुसृष्टः। अर्थात एकमात्र ब्राह्मण ठारू ही क्षत्रिय प्रभृति तीन वर्ण उत्पन्न होइछन्ति। तेणु ଏହି ତିନି ବର୍ଣ୍ଣର କ୍ଷତ୍ରିୟ ବୈଶ୍ୟ ଶୂଦ୍ରଙ୍କର ସ୍ୱଭାବତଃ ସମସ୍ତଙ୍କ ଯଜ୍ଞରେ ଅଧିକାର ରହିଛି। ପୁନଶ୍ଚ ଯେହେତୁ ଏକମାତ୍ର ଏହି ବ୍ରାହ୍ମଣ ଠାରୁ ଅପର ତିନି ବର୍ଣ୍ଣର ଉତ୍ପତ୍ତି ହୋଇଛି, ତେଣୁ ଅପର ତିନି ବର୍ଣ୍ଣ ବ୍ରାହ୍ମଣର ଜ୍ଞାତି ବର୍ଣ୍ଣ ଭାବରେ ହିଁ ଗଣ୍ୟ। ସୁତରାଂ ତିନି ବର୍ଣ୍ଣ ସେହି ବ୍ରାହ୍ମଣର ହିଁ ସନ୍ତାନ। ଋଗ୍ ଯଜୁର୍ ଓ ସାମବେଦ ଯେପରି ଏକମାତ୍ର ଆକାରରୁ ଆବିର୍ଭୂତ ହୋଇଥିଲା, ସେହିପରି ଏକମାତ୍ର ବ୍ରାହ୍ମଣ ଠାରୁ ହିଁ ଅପର ତିନି ବର୍ଣ୍ଣର ଆବିର୍ଭାବ ହୋଇଛି। ପ୍ରଥମେ ଏକମାତ୍ର ବ୍ରାହ୍ମଣ ହିଁ ଥିଲେ ଏବଂ ସେହି ବ୍ରାହ୍ମଣଙ୍କ ଠାରୁ ପରବର୍ତ୍ତୀ ଯୁଗରେ ଅନ୍ୟ ତିନି ବର୍ଣ୍ଣର ଆବିର୍ଭାବ ହୋଇଛି। ଏ ବିଷୟରେ କୌଣସି ସନ୍ଦେହ ନାହିଁ। ମହାଭାରତ ବର୍ଣ୍ଣିତ ଭୀଷ୍ମ ଯୁଧିଷ୍ଠିର ସମ୍ବାଦରେ ଭୀଷ୍ମଦେବ ତିନି ବେଦର ହିଁ ଉଲ୍ଲେଖ କରିଛନ୍ତି। ଭଗବାନ ବେଦବ୍ୟାସ ଆହୁରି ପରେ ଏହି ଚତୁର୍ଥ ବେଦର ବିଭାଗ କରିଥିଲେ। ନ ମାଂ କର୍ମାଣି ଲିମ୍ଫନ୍ତି ନ ମେ କର୍ମ ଫଳେ ସ୍ପୃହା ଇତି ମାଂ ଯୋଭିଜାନାତି କର୍ମ ଭିନ୍ନ ସ ବଧ୍ୟତେ। ଅର୍ଥାତ୍ କର୍ମ ସମୂହ ମୋତେ ଲିପ୍ତ କରିପାରେ ନାହିଁ, କର୍ମ ଫଳରେ ମୋର ସ୍ପୃହା ନାହିଁ। ଏହି ଭାବରେ ଯିଏ ମୋତେ ଜାଣିପାରନ୍ତି ସେ କର୍ମ ଦ୍ୱାରା ଆବଦ୍ଧ ହୁଅନ୍ତି ନାହିଁ। ଅର୍ଥାତ୍ ଭଗବାନଙ୍କୁ ସ୍ୱରୂପତଃ ଜାଣିଲେ ସମସ୍ତେ କର୍ମବନ୍ଧନର କ୍ଷୟ ହୁଏ ଓ ମନୁଷ୍ୟ ଚିରମୁକ୍ତ ହୋଇଯାଏ। ଋଗ୍ବେଦ ସଂହିତାରେ ପୁରୁଷ ମୁକ୍ତର 12 ଋଗ୍ରେ ଦେଖିବାକୁ ମିଳେ। ବ୍ରାହ୍ମଣସ୍ୟ ମୁଖମାସୀତ୍ ବାହୁରାଜନ୍ୟଃ କୃତଃ ଉରୁ ତଦସ୍ୟ ଯଦ୍ବୈଶ୍ୟଃ ପଭ୍ୟାଂ ଶୂଦ୍ରୋ ଜାୟତ୍। ଅର୍ଥାତ୍ ସେହି ପରମ ପୁରୁଷଙ୍କର ମୁଖରୁ ବ୍ରାହ୍ମଣ, ବାହୁରୁ କ୍ଷତ୍ରିୟ, ତାଙ୍କର ଜଙ୍ଘରୁ ବୈଶ୍ୟ ଏବଂ ତାଙ୍କର ପାଦରୁ ଶୂଦ୍ର ଉତ୍ପନ୍ନ ହେଲା। ଏହାର ତାତ୍ପର୍ଯ୍ୟ ହେଉଛି ବ୍ରାହ୍ମଣ ଜ୍ଞାନ ଓ ଧର୍ମକର୍ମ ଶିକ୍ଷା ଦିଅନ୍ତି। ଅତଏବ ସେ ମାନବ ସମାଜର ମୁଖ ସ୍ୱରୂପ। ଯେଉଁମାନେ ବାହୁବଳରେ ସମାଜକୁ ରକ୍ଷା କରନ୍ତି ସେମାନେ କ୍ଷତ୍ରିୟ ଏବଂ ସମାଜର ବାହୁ ସ୍ୱରୂପ। ଯେଉଁମାନେ ସମାଜରେ ଅନ୍ନ ବସ୍ତ୍ରାଦିର ବ୍ୟବସ୍ଥା କରନ୍ତି ସେମାନେ ବୈଶ୍ୟ ଅର୍ଥାତ୍ ଉଦରର ଭାର ବହନକାରୀ ଉରୁ ସ୍ୱରୂପ। ଯେଉଁମାନେ ସମାଜର ସଞ୍ଚାଳକ ଓ ସମାଜକୁ ଗତିଶୀଳ ରଖନ୍ତି ସେହିମାନେ ହିଁ ଶୂଦ୍ର ବା ସମାଜର ପଦସ୍ୱରୂପ। ପ୍ରାଚୀନ ଯୁଗରେ ସମାଜର ପ୍ରତ୍ୟେକ କାର୍ଯ୍ୟର ସମାନ ମର୍ଯ୍ୟାଦା ଥିଲା ଏବଂ ସମସ୍ତ କାର୍ଯ୍ୟର ଲକ୍ଷ୍ୟ ଥିଲା ସମାଜର ହିତ ସାଧନ। ସବୁ ଯଜ୍ଞରେ ଲକ୍ଷିତ ହେଉଥିଲା ବାସୁଦେବଙ୍କ ପୂଜା। ଏହି ଯଜ୍ଞ ସମ୍ପାଦନରେ ସମାଜର ସକଳ ଅଂଶ ସମ୍ମାନର ସହିତ ନିଜ ନିଜର ନିର୍ଦ୍ଦିଷ୍ଟ ଅଂଶଗ୍ରହଣ କରୁଥିଲେ ଏବଂ ସେଥିରେ ସମସ୍ତଙ୍କର ସମାନ ଅଧିକାର ଥିଲା। ଯଜ୍ଞ ସମ୍ପାଦନ ସକାଶେ ପ୍ରତ୍ୟେକ ବର୍ଣ୍ଣର ସମାନ ପ୍ରୟୋଜନ ଥିଲା। କୌଣସି ବର୍ଣ୍ଣକୁ ବାଦ ଦେଲେ ଯଜ୍ଞ ସମ୍ପନ୍ନ ଓ ପୂର୍ଣ୍ଣାଙ୍ଗ ହୋଇପାରୁନଥିଲା। ଜନକାଦି ରାଜର୍ଷିଗଣ ପୁରା କାଳରେ ନିର୍ଲିପ୍ତ ଭାବରେ ଯାବତୀୟ ଆଶ୍ରମୋଚିତ କର୍ମ ସମ୍ପାଦନ କରି ପରମ ପଦ ପ୍ରାପ୍ତ
ହୋଇଥିଲେ। ତୁମେ ମଧ୍ୟ ତାଙ୍କର ପଦାଙ୍କ ଅନୁସରଣ କରି ନିଷ୍କାମ ଭାବରେ କର୍ମ କର। ଆପଣ ଶ୍ରୀମଦ୍ ଭାଗବତ ଗୀତା ସାର ଶ୍ଲୋକ ଜାଣିପାରିବେ ପର ଭିଡ଼ିଓରେ। ମୁଁ କେଶବ ଚନ୍ଦ୍ର ଜାଲ ଯାଦବ। ଗୀତା ହେଉଛି ଜ୍ଞାନର ମୁଖ୍ୟ କେନ୍ଦ୍ରବିନ୍ଦୁ, ସଚ୍ଚା ସନାତନୀ ହିନ୍ଦୁ। ଜୟ ଶ୍ରୀକୃଷ୍ଣ।